ଭିଟାଲିଟି ଫ୍ୟାମିଲିକୁ ମୋର ନମସ୍କାର। ଭିଟାଲିଟି ଆୟୁର୍ବେଦ ତରଫରୁ ମୁଁ ଗୋଟେ ଭଲ ପ୍ରଡ଼କ୍ଟ ପାଇଛି, ଯାହାକି ମୋ ସ୍ୱାମୀଙ୍କୁ ବି ଦେଉଛି। ସେ ବି ଡାଇବେଟିସ୍ ପେସେଣ୍ଟ, ସେ ଡାଇବେଟିସ୍ ପେସେଣ୍ଟ ବୋଲି ମୁଁ ଜାଣିନଥିଲି। ତ ତାଙ୍କ ସିମ୍ପଟମ୍ ଦେଖିକି ମୁଁ ସେ ମେଡ଼ିସିନଟା ନେଇ ଆସିଥିଲି। ତ ଦୁଇଦିନ ତାଙ୍କୁ ଟେଷ୍ଟ କରାଗଲା। ଟେଷ୍ଟ କରିସାରିଲା ପରେ ତାଙ୍କର ପ୍ରଥମ ଡାଇବେଟିସ୍ 385 ବାହାରିଥିଲା। ତ ସେଟା ଡକ୍ଟର ମେଡ଼ିସିନ ଖାଇଲେ। ଡକ୍ଟର ମେଡ଼ିସିନ ଖାଇସାରିବା ପରେ ସେଟାକୁ ବି ମୁଁ ସାର୍ଙ୍କ ସାଙ୍ଗରେ କଥା ହେଇକି ମୁଁ ସେଟା ୟୁଜ୍ କରିବା ପାଇଁ ତାଙ୍କୁ ଦେଇଛି। ତ ସେ ସକାଳ ସନ୍ଧ୍ୟା ଯେମିତି ୟୁଜ୍ କରିବା କଥା ସେ ୟୁଜ୍ କରୁଛନ୍ତି। ତ ମାସେ ବି ହେଇନାହିଁ, 15 ଦିନ ଭିତରେ ସେଟାକୁ ଟେଷ୍ଟ କରାଗଲା। ସେଟା ଏବେ 250ରେ ପହଞ୍ଚିଛି। ଯାହା ମୁଁ ତା ରେଜଲ୍ଟ ପାଇପାରୁଛି। ଆଉ ସେ ଏବେ ସେ ଡକ୍ଟର ମେଡ଼ିସିନଟା ବି ମୁଁ ଆଣିପାରିନାହିଁ। ଏବେ ବି ମୁଁ ଟିକେ ପ୍ରୋବ୍ଲେମ୍ ଯୋଗୁଁ ମୁଁ ଆଣିପାରିନାହିଁ। ତ ସେଟା ସିଏ ଖାଇନାହାନ୍ତି, ଆଉ ଡକ୍ଟରୀ ମେଡ଼ିସିନ ଖାଉନାହାନ୍ତି, କେବଳ ଏଇ ମଧୁରକ୍ଷଟା ହିଁ ଖାଉଛନ୍ତି। ତ ଭିଟାଲିଟିରୁ ମୁଁ ଗୋଟେ ଭଲ ରେଜଲ୍ଟ ପାଇପାରିଲି। ଯାହା ମଧୁରକ୍ଷଟା ଏତିକି କାମ ଦେଲା, ମୁଁ ମାନେ କେବେ ଆଶା ବି କରୁନଥିଲି ଯେ ଡାଇବେଟିସ୍ ଜିନିଷ ଭାବୁଥିଲି ଯେ ଏମିତି ହେବ କି ସେମିତି ହେବ ବୋଲି, କିନ୍ତୁ ମୁଁ ନିଜେ ରେଜଲ୍ଟ ପାଇଛି। ଆଉ ମାନେ ଖୁସି ବି ଲାଗୁଛି, ଯାହା ହଉ ଏତିକି ବି ରେଜଲ୍ଟ ପାଇକି ବି ଆଉ ଅନ୍ୟକୁ ଚାହୁଁଛି ଯେ ଜଣାଉଛି ଯେ ସେମାନେ ମଧ୍ୟ ରେଜଲ୍ଟ ପାଆନ୍ତି। ଆଉ ଭଲ ଲାଗୁଛି, ଭିଟାଲିଟିରୁ ଭଲ ଲାଗୁଛି। ଆଉ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ଏଇ ଭିଟାଲିଟି ଫ୍ୟାମିଲିରେ ଜଡ଼ିତ ହୁଅନ୍ତୁ। ବାସ୍ ଏତିକି କହୁଛି ଆଉ।